नमस्कार दर्शक बंधु आयुष्मान योजना को नहीं सरकार कले बड़ घोषणा। तो आयुष्मान योजना कौन या द्वारा लोक मैंने क्यों सबू सुविधा पाइपर चलतु जाना ता पूर्वर आम भिडियो को गोटे लाइक कर दिंतु एवं चैनल को सब्सक्राइब करते एवं चैनल को सब्सक्राइब कर दिंतु। आयुष्मान योजना को नहीं सरकार कले बड़ घोषणा। आयुष्मान योजना एक प्रमुख स्वास्थ्य सेवा योजना जहाँ भारत सरकार 2018 मसीह आरंभ करते। ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦରିଦ୍ର ଏବଂ ଆର୍ଥିକ ଭାବେ ଦୁର୍ବଳ ବ୍ୟକ୍ତିଙ୍କୁ ଆଧୁନିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା। ଏହି ଯୋଜନା ଦ୍ୱାରା ରୋଗୀଙ୍କୁ ଆର୍ଥିକ ସହାୟତା ସହିତ ଚିକିତ୍ସା ସେବା ମିଳିଥାଏ। ଏହି ଯୋଜନା ଏବେ ଓଡ଼ିଶାରେ 2025 ମସିହାରେ ସମ୍ପୂର୍ଣ୍ଣ ରୂପେ ପ୍ରବେଶ କରିବା ପାଇଁ ପ୍ରସ୍ତୁତ। ଓଡ଼ିଶାକୁ ଆସିଲା ଆୟୁଷ୍ମାନ ଯୋଜନା। ଦିଲ୍ଲୀରେ ଏନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ MOU ସ୍ୱାକ୍ଷରିତ ହୋଇଛି। ଆସନ୍ତା ମାସରୁ ଏହା ରାଜ୍ୟରେ କାର୍ଯ୍ୟକାରୀ ହେବ। ନୂଆ କାର୍ଡ଼ ଦେବେ ସରକାର। ଦେଶର 30,000 ହସ୍ପିଟାଲରେ ହିତାଧିକାରୀ 5ରୁ 10 ଲକ୍ଷ ଟଙ୍କା ଯାଏଁ କ୍ୟାସଲେସ୍ ବା ମାଗଣାରେ ଚିକିତ୍ସାର ସୁବିଧା ପାଇପାରିବେ। ବଡ଼ କଥା ହେଲା ଚିକିତ୍ସା ବେଳେ କୌଣସି ଦେୟ ଦେବାକୁ ପଡ଼ିବ ନାହିଁ ବୋଲି ସରକାର ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆଜି ଆଉ ପାଦେ ଆଗେଇଛି ଓଡ଼ିଶା। ରାଜ୍ୟରେ ଖୁବ୍ ଶୀଘ୍ର ଲାଗୁ ହେବ ଆୟୁଷ୍ମାନ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ଏଥିପାଇଁ ଜିଲ୍ଲାର ବିଜ୍ଞାନ ଭାବରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହେଉଛି। ରାଜ୍ୟରେ ଫେବୃଆରୀ ମାସରୁ ଆୟୁଷ୍ମାନ ଯୋଜନାର ସେବା ଉପଲବ୍ଧ ହେବ। ଓଡ଼ିଶାର ବିଜୁ ସ୍ୱାସ୍ଥ୍ୟ କାର୍ଡ଼ର ନୂଆ ନାଁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ଯୋଜନାକୁ ଲାଗୁ ହେବ। ଆୟୁଷ୍ମାନ ଯୋଜନାରେ କ'ଣ ସବୁ ସୁବିଧା ରହିଛି ଚାଲନ୍ତୁ ଜାଣିବା। ଲୋକମାନେ ଏହାଦ୍ୱାରା କ'ଣ ସବୁ ସୁବିଧା ପାଇପାରିବେ ନା 1.3 କୋଟି ପରିବାରର 3.5 କୋଟି ଲୋକ ଏଥିରେ ସୁବିଧା ପାଇପାରିବେ। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ଭାରତ ଗୋଟିଏ କାର୍ଡ଼ରେ ମିଳିବ। ଦେଶର 30,000 ହସ୍ପିଟାଲରେ ମିଳିବ ଚିକିତ୍ସା ସୁବିଧା ଏବଂ 5ରୁ 10 ଲକ୍ଷ ଯାଏଁ ମାଗଣା ଚିକିତ୍ସା ସୁବିଧା ଅର୍ଥାତ୍ ପୁରୁଷଙ୍କ ପାଇଁ 5 ଲକ୍ଷ ଏବଂ ମହିଳାଙ୍କ ପାଇଁ 10 ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସାର ସୁବିଧା ରହିଛି। ତ ଏହି ସବୁ ସୁବିଧା ରହିଛି ଆୟୁଷ୍ମାନ ଯୋଜନାରେ। ତ ଭିଡ଼ିଓଟି ଭଲ ଲାଗିଲେ ଭିଡ଼ିଓଟି ଗୋଟେ ଲାଇକ୍ କରିଦେବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍